देखो ଶିଖରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ଭଲ ଲାଗିଲେ ଏହାକୁ ଲାଇକ୍ ଓ ସେୟାର ନିଶ୍ଚୟ କରିବେ। ନମ୍ବର 1, ପଦ୍ମପୁରରେ ବିଜେଡିର ଚମକ। 42,679 ଭୋଟରେ ଜିତିଲେ ବର୍ଷା। ସର୍ବଦା ଦ୍ୱନ୍ଦ୍ୱ ଭିତରେ ଥିବା ପଦ୍ମପୁର ଉପନିର୍ବାଚନର ଫଳାଫଳ ଚମକେଇ ଦେଇଛି। ପଦ୍ମପୁରରେ ବିଜେଡିର ଚମକ ରହିଛି। ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହା ରେକର୍ଡ ସଂଖ୍ୟକ 42,679 ଭୋଟ ବ୍ୟବଧାନରେ ନିକଟତମ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି। ବର୍ଷା 1,20,807 ଭୋଟ ହାତେଇଛନ୍ତି। ପ୍ରଦୀପ 78,128 ଭୋଟରେ ସୀମିତ ରହିଛନ୍ତି। ତେବେ ଏଠାରେ କଂଗ୍ରେସର ସ୍ଥିତି ଦୟନୀୟ ହୋଇପଡ଼ିଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାତ୍ର 3,594 ଭୋଟ ଗୋଟେଇବାରେ ସମର୍ଥ ହୋଇଛନ୍ତି। ଏଭଳି ଦୟନୀୟ ସ୍ଥିତି ସହ କଂଗ୍ରେସ ନିଜ ଅମାନତ ବି ହରାଇଛି। ନୋଟାରେ ରେକର୍ଡ 2,087 ଭୋଟ ପଡ଼ିଛି। ବର୍ଷାଙ୍କ ବିଜୟ ସହିତ ପଦ୍ମପୁର ପ୍ରଥମ ଥର ପାଇଁ ମହିଳାଙ୍କୁ ବିଧାୟିକା ଭାବେ ପାଇଛି। ବିଜୟୀ ପ୍ରାର୍ଥିନୀ ବର୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦଳୀୟ ନେତା କର୍ମୀ ଓ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ନମ୍ବର 2, ଗୁଜରାଟରେ ବିଜେପିକୁ 156 ଆସନ, ଭୋଟ ପ୍ରତିଶତ 52%କୁ ବୃଦ୍ଧି। ଗୁଜରାଟରେ ଚାଲିଥିବା ଭୋଟ ଗଣତି ପ୍ରାୟତଃ ଶେଷ ହୋଇଛି। ବିଜେପି 156ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର 17ଟି ଆସନରେ ବିଜୟୀ ହୋଇଛି। ଆମ୍ ଆଦମୀ ପାର୍ଟି 5ଟି ଆସନରେ ବିଜୟୀ ହୋଇଛି। ରାଜ୍ୟରେ ବିଜେପିର ଭୋଟ ପ୍ରତିଶତ 52.5%କୁ ବୃଦ୍ଧି ପାଉଥିବା ବେଳେ କଂଗ୍ରେସର ଭୋଟ ପ୍ରତିଶତ 27.28କୁ ହ୍ରାସ ପାଇଛି। ଆପ୍କୁ 13% ଭୋଟ ମିଳିଛି। ଏହି ବିଜୟ ସହ ବିଜେପି ରେକର୍ଡ କରିଛି। 2002ରେ ବିଜେପି 127ଟି ଆସନରେ ବିଜୟୀ ହାସଲ କରିଥିଲା, ଯାହାକି ଏପର୍ଯ୍ୟନ୍ତ ଦଳ ପାଇଁ ରାଜ୍ୟରେ ସବୁଠାରୁ ବଡ଼ ବିଜୟ ଥିଲା। କିନ୍ତୁ ଏଥର ଦଳ ନିଜର ପୂର୍ବ ରେକର୍ଡକୁ କାଟି ଦେଇଛି। କେବଳ ନିଜ ରେକର୍ଡ ନୁହେଁ, ବିଜେପି କଂଗ୍ରେସର ସର୍ବକାଳୀନ ରେକର୍ଡ ବି କାଟି ଦେଇଛି। କଂଗ୍ରେସ 1985ରେ ମାଧବ ସିଂ ସୋଲାଙ୍କିଙ୍କ ନେତୃତ୍ୱରେ 149 ଆସନ ଜିତିଥିଲା, ଯାହାକି ଏପର୍ଯ୍ୟନ୍ତ ଗୁଜରାଟରେ ସବୁଠାରୁ ବଡ଼ ବିଜୟର ମାନ୍ୟତା ପାଉଥିଲା। କିନ୍ତୁ ଏଥର ବିଜେପି ସେହି ରେକର୍ଡକୁ କାଟି ଦେଇଛି। ନମ୍ବର 3, ବିଜେପି ଠାରୁ ହିମାଚଳ ପ୍ରଦେଶ ଛଡ଼େଇ ଆଣିଲା କଂଗ୍ରେସ। ଗୁଜରାଟରେ ଐତିହାସିକ ବିଜୟ ହାସଲ କରିଥିବା ବିଜେପିକୁ ହିମାଚଳ ପ୍ରଦେଶରେ ଶକ୍ତ ଝଟକା ଲାଗିଛି। ଏଠାରେ ବିଜେପି ଠାରୁ କ୍ଷମତା ଛଡ଼େଇ ଆଣିଛି କଂଗ୍ରେସ। 2017ରେ ଏଠାରେ ବିଜେପି ବୃହତ ବିଜୟ ସହ ସରକାର ଗଠନ କରିଥିଲା। ହେଲେ 2022ରେ ସ୍ଥିତି ବଦଳି ଯାଇଛି। କଂଗ୍ରେସ ଏଠାରେ ସରକାର ଗଠନ କରିବାକୁ ଯାଉଛି। ହିମାଚଳ ପ୍ରଦେଶର 68ଟି ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି 35। ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଆଯାଉଥିବା ସୂଚନା ଅନୁସାରେ କଂଗ୍ରେସ 40ଟି ଆସନରେ ଜିତିଛି। ଏହାର ଅର୍ଥ ଦଳ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହାସଲ କରିନେଇଛି। ବିଜେପି ଏଠାରେ 25ଟି ଆସନରେ ଜିତିଛି। ଏହା ମ୍ୟାଜିକ୍ ନମ୍ବର ଠାରୁ 10 କମ୍। ଆପ୍ ଏଠାରେ ନିଜର ଭାଗ୍ୟ ପରୀକ୍ଷା କରୁଥିଲେ ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇନି। ଅନ୍ୟାନ୍ୟ ଦଳର ପ୍ରାର୍ଥୀମାନେ 3ଟି ଆସନରେ ଜିତିଛନ୍ତି। ନମ୍ବର 4, ଓଏସ୍ ପ୍ରିଲିମିନାରୀ। 5,296 ପରୀକ୍ଷାର୍ଥୀ କୃତକାର୍ଯ୍ୟ। ଓଡ଼ିଶା ସିଭିଲ ସର୍ଭିସ ଓଏସ୍ ପ୍ରିଲିମିନାରୀ 2021 ପରୀକ୍ଷାରେ ମୋଟ 5,296 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। କାଲି ଓଡ଼ିଶା ଲୋକସଭା ଆୟୋଗଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ 2021 ମସିହା ଓଏସ୍ ପରୀକ୍ଷାର ପ୍ରିଲିମିନାରୀ ପରୀକ୍ଷାରେ 1,749 ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ 5,296 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। 2021 ମସିହା ପାଇଁ ମୋଟ 433ଟି ଓଏସ୍ ପଦବୀ ନିମନ୍ତେ ଓଡ଼ିଶା ଲୋକସଭା ଆୟୋଗଙ୍କ ପକ୍ଷରୁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପଦବୀ ନିମନ୍ତେ 2022 ଅକ୍ଟୋବର 16 ତାରିଖରେ ମୋଟ 29,295 ଜଣ ପ୍ରିଲିମିନାରୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ମୁଖ୍ୟ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ। ଆସନ୍ତା ଫେବୃଆରୀରେ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ପାଣିପାଗ ସୂଚନା। ରାଜ୍ୟରେ ଆଜିଠୁ କମିବ ଶୀତ, କିଛି ଜିଲ୍ଲାରେ ବର୍ଷା ସମ୍ଭାବନା। ରାଜ୍ୟରେ ଆଜିଠାରୁ ଶୀତ କମିବ। ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ପ୍ରଭାବରେ ସମୁଦ୍ରରୁ ସ୍ଥଳଭାଗକୁ ଜଳୀୟ ବାଷ୍ପ ଆସିବ। ଏହା ରାତି ତାପମାତ୍ରା ବଢ଼ାଇବ, ଶୀତ କମିଯିବ। ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନ ପଡ଼ିଲେ ବି ହାଲୁକା ପ୍ରଭାବ ରହିବ। ଦକ୍ଷିଣ ଓଡ଼ିଶାର ଜିଲ୍ଲା ସମେତ ଆଉ କିଛି ଜିଲ୍ଲାରେ ବର୍ଷା ହେବ। ପାଣିପାଗ ବିଶେଷଜ୍ଞମାନେ ଏହି ପୂର୍ବାନୁମାନ ଦେଇଛନ୍ତି। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଦକ୍ଷିଣ ବଙ୍ଗୋପସାଗର ଉପକୂଳରେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ 9 ଓ 10 ତାରିଖ ପାଗ କୋହଲା ରହିବ। 9ରେ ରାତି ତାପମାତ୍ରା 4 ଡିଗ୍ରୀ ବଢ଼ିଯିବ। ଦିନରେ ପାଗ କୋହଲା ରହିବ। ପରବର୍ତ୍ତୀ 5 ଦିନ ଯାଏଁ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ। 9 ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ପ୍ରାୟ 3 ଡିଗ୍ରୀ ବଢ଼ିବ। 10ରେ ରାତି ସମୟ ତାପମାତ୍ରା ପ୍ରାୟ 5 ଡିଗ୍ରୀ ବଢ଼ିବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ 9 ତାରିଖରେ ରାତି ତାପମାତ୍ରା ପ୍ରାୟ 6 ଡିଗ୍ରୀ ବଢ଼ିଯିବ। 10ରେ ଏଠାରେ 2ରୁ 3 ଡିଗ୍ରୀ ତାପମାତ୍ରା କମିବ। ନମ୍ବର 6, ଏଣିକି ଦିବ୍ୟାଙ୍ଗଙ୍କ ପାଇଁ ମୋ ବସ୍ ଯାତ୍ରା ମାଗଣା।
दिव्यांग यात्री एणिकी मो बस रे मागणा यात्रा करिवे एने क्रूट पक्षरु ट्वीट जोगे सूचना दिया जाइछि। दृष्टिहीन मानसिक भिन्नक्षम यात्री मागणा यात्रा करिपारिबे। सेहिपरि तांको सह यात्रा करुथुबा परिवार लोकंक पई भी 50% टिकट फ्री रहिबो। सेहिपरि एड्स अन्य दिव्यांग यात्री मानक पई मध्ये टिकट फ्री रहिबो। नंबर 7 आपको जातीय दल घोषणा कले केजरीवाल। दम्भक्ति और आशा अनुजाई अरविंद केजरीवाल आप गुजरात विधानसभा निर्वाचन में भल प्रदर्शन करिपारि नाही। प्रथम थर पर गुजरात रे निर्वाचन लड़ुवा आप 27 वर्ष है क्षमतार बीजेपी को गादीच्युत करने को लक्ष्य रखिथिला। हेले एही योजना संपूर्ण भाव फ्लप होईछि। आप मात्र 5टी आसन जीतिथिबा बेले बीजेपी रेकर्ड 150 रु अधिक आसन दखल करिछि। तेबे गुजरात रे खाता खोलिबाकू आप सक्षम होइथिबारु दलर जातीय आवाहक केजरीवाल कर्मी मानक धन्यवाद जणाइछन्ति। एथिसह से आपको गोटे जातीय दल भाव घोषणा करिछन्ति। गुजरात विधानसभा निर्वाचन में आप्र भोट शेयर 13% रहिथिबा बेले दल 5टी आसन जीतिछि। एपरि प्रदर्शन पर देशर नवम जातीय राजनीतिक दल होइछि आप। पूर्वरु कांग्रेस, बीजेपी, टीएमसी, एनसीपी, सीपीआई, सीपीएम, बीएसपी और एनपीपी जातीय दलर मान्यता पाइथिले। नंबर 8 नकली औषध केड़ेंकारी धरा पड़ा बिहारी माफिया। उच्च रक्तचाप औषध टेलमा फटी नकली केड़ेंकारी घटना पछरे मुख्य कारपाटदार कुहजाउथिबा औषध माफिया विकास कुमार धरा पड़िछि। कटक पुरीघाट थानार एक स्वतंत्र टीम बिहार पाटणारू ताकू गिरफ करने सहित बुधवार अपराह्न कटक अणाई जेरा कर जाउछि। सूचना अनुसार पाटनार विकास नकली औषध कारबार पर एक गोदाम खोलिथिला। से बिहार गया जिला रामपुर आलोक कुमार मिश्रा और हरीश कुमार मध्यम कटक को 2 कोटी टंकार नकली औषध पठेइथिला। गया बालाजी ड्रग और बालाजी ड्रग पॉइंट नाम दुईटी नकली संस्था माध्यम औषध विकास पठेइथिबा तदंतरू जना पड़िछि। आलोक हरीश एही नकली औषध विकास किणिबा परे कटकर 2 व्यवसायी भिआर ड्रग एजेंसी राहुल क्याल और पूजा एंटरप्राइजेस संजय जिलान को बिक्री करथिले। वर्तमान सुधा नकली औषध कारबार मामलें मोट 7 जन को गिरफ कर जाइछि। नंबर 9 आहुरी सहज हम यूपीआई रे ई कॉमर्स पेमेंट। रिजर्व बैंक पक्षर यूपीआई रे सिंगल ब्लॉक एवं एकाधिक डेबिट व्यवस्थार शुभारंभ कर जाइछि। एही सुविधा व्यवहारकारी मानक जोगई देबा लागि नेशनल पेमेंट कॉर्पोरेशन ऑफ इंडिया को रिजर्व बैंक कहिबो। एनपीसीआई अधीन रे यूपीआई परिचालित हेउछि। एही सुविधा आरंभ हेबा परे यूपीआई जरिए ई कॉमर्स कंपनी को पेमेंट, स्टॉक बाजार रे निवेश, होटेल बुकिंग लगी पेमेंट करने आहरी सहज हो पार। यह व्यवस्था ठीक समय पेमेंट हेबो बोली ई कॉमर्स संस्था निश्चित हो पारिबे एवं सामग्री किंबा सेवा न पहुंचीबा पर्यंत ग्राहकों खातार टंका रहिबो। नंबर 10 आउ खोलिबनी आवास प्लस पोर्टाल। पुनः सर्वेक्षण पर आवास प्लस पोर्टाल खोलिबा ओडिशा सरकार अनुरोध को अग्राह्य करिसेंति केंद्र सरकार। केंद्र ग्रामीण विकास राष्ट्रमंत्री स्वाधि निरंजना ज्योति बुधवार दिन राज्यसभा बीजेडी सांसद सस्मित पात्र 69 प्रश्नर लिखित उत्तर में यह सूचना देइछंती। उत्तर में केंद्र राष्ट्रमंत्री उल्लेख करिसेंति एथिपई समस्त राज्य केंद्रशासित अंचल मानकु अनेक थर पर्याप्त समय दिया जाइथिला, जोथिरे ओडिशा को मध्य सुजोग दिया जाइथिला। केंद्र ग्रामीण विकास मंत्रालय पक्षर पुनः सर्वेक्षण पर कौनसी राज्य केंद्रशासित अंचल को अनुमति प्रदान कर जाई नाही। आवास प्लस पोर्टाल पर ओडिशा सरकार पक्षर पूर्व बहुबार केंद्र सरकार को अनुरोध कर जाइथिला। नंबर 11 भुवनेश्वर में खोलिबो मेट्रोपॉलिटन सर्वेलांस सेंटर। कोविड महामारी पर संक्रामक रोग को नहीं चिंता बढ़ी। आगामी दिन में महामारी किभली सफल मुकाबला हो पारिबो ताहाकु नजर रखी केंद्र सरकार देशव्यापी 20टी सहर में मेट्रोपॉलिटन सर्वेलांस सेंटर खोलिबाकु जाउछंती। एथिरे भुवनेश्वर रहिछि। निकटरे केंद्र सरकार जातीय रोग नियंत्रण केंद्र बा एनसीडीसी रो एक शाखा भुवनेश्वर कार्यक्षम हेबो। एही बिल्डिंग रे मेट्रोपॉलिटन सर्वेलांस सेंटर को कार्यक्षम करिबा लागि निष्पत्ति होइछि। प्राथमिक पर्यायर 5 वर्ष पर्यंत यह कार्य करिबो बोली सूचना मिलिछि। एनसीडीसी को केवल दिल्ली रे सीमित न रखी यार संप्रसारण उपर केंद्र सरकार गुरुत्व देउछंती, जहाँफल डेंगू, चिकुनगुनिया, स्क्रब टाइफस, जिका भली रोगर निरीक्षण ठीक भाव हो पारिबो। नंबर 12 कार पई 3 वर्षिया बाइक लगी 5 वर्षिया बीमा आसिबो। बीमा ग्राहकों को अधिक विकल्प प्रदान करने लगी बीमा क्षेत्र नियामक संस्था आईआरडीआई पक्षरु कार पई 3 वर्षिया और बाइक पई 5 वर्षिया बीमा उत्पाद आनिबा लगी प्रस्ताव दिया जाइछि। पॉलिसी बिक्री समय प्रीमियम संग्रह करने लगी कहुଯାଇଛି। वर्षिकिया मोटर ऑन डैमेज पॉलिसी रे जो नो क्लेम बोनस सुविधा रही ताहाकु दीर्घम्यादी बीमा पॉलिसी रे जोड़िबाकु आईआरडीआई प्रस्ताव देइछि। बासगृह, कोठा, भिल्ला, कॉम्प्लेक्स आदि लगी अग्नि अन्य विपदर सुरक्षा संपर्कित उत्पाद आनिबा लगी बीमा कंपनी गुड़ी को कहुଯାଇଛି। एही पॉलिसी गुड़िकर अवधि 30 वर्ष पर्यंत रखिबाकु कहुଯାଇଛି। एही चिठा प्रस्ताव उपरे आईआरडीआई अंशीदार मानक मत लोड़िछि। नंबर 13 बादाम पहाड़ू केन्दुझर को हेब रेल संजोग।
केन्दुझर जिल्लाରୁ ମୟୂରଭଞ୍ଜ ଜିଲ୍ଲା ବାଦାମ ପାହାଡ଼କୁ ରେଳ ଲାଇନ୍ ସଂଯୋଗ ହେବ। ଦୀର୍ଘ 80 କିଲୋମିଟର ନୂଆ ରେଳ ଲାଇନ୍ କାମର ଫାଇନାଲ ଲୋକେସନ୍ ସର୍ଭେ ପାଇଁ ରେଳବାଇ ବିଭାଗ କୋଲକାତା ଦକ୍ଷିଣ ପଶ୍ଚିମ ତଟ ରେଳବାଇର ସାଧାରଣ ପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି। ଏହି ସର୍ଭେ ପାଇଁ 200 ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିବା ଜଣାପଡ଼ିଛି। ଏହାସହ 62 କିଲୋମିଟର ଦୀର୍ଘ ବାଙ୍ଗିରିପୋଷି ଗୋରୁ ମହିଷାଣୀ ରେଳ ଲାଇନ୍ ସର୍ଭେ ବାବଦକୁ 155 ଲକ୍ଷ ଅନୁମୋଦିତ ହୋଇଛି। ଏହାଦ୍ୱାରା କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ଯୋଗାଯୋଗ ସୁଦୃଢ଼ ହେବ। ନମ୍ବର 14 ରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ କହିଲେ ନବୀନ। ରାଜନୀତିରେ ହାରିବା ଜିତିବା ନିର୍ବାଚନରେ ଲଢ଼ିବା ଅଲଗା କଥା, କିନ୍ତୁ ଜଣେ ମହିଳାଙ୍କୁ ଅସମ୍ମାନ କରିବା ଅତି ନିନ୍ଦନୀୟ। ବର୍ଷା ସିଂ ବରିହାଙ୍କୁ ଅସମ୍ମାନ କରାଯିବା ପରେ ମୁଁ ନିଷ୍ପତ୍ତି ନେଲି ମୁଁ ନିଜେ ଯାଇ ବର୍ଷା ସିଂ ପାଖରେ ଠିଆ ହେବି। ଜଣେ ବାପ ଭଳି, ଜଣେ ଭାଇ ଭଳି, ଜଣେ ବନ୍ଧୁ ଭଳି। ବାପ ହରାଇଥିବା ବର୍ଷା ସାଙ୍ଗରେ ଠିଆ ହେବି। ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି। ସେ କହିଛନ୍ତି ଯେ ମୁଁ ବିରୋଧୀ ଦଳକୁ ରାଜ୍ୟର ବିଜେପି ନେତୃମଣ୍ଡଳୀଙ୍କୁ ନମ୍ରତାର ସହ ଜଣାଇ ଦେବାକୁ ଚାହୁଁଛି ଯେ ରାଜନୀତି କରିବା ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ତାକୁ କେବେ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ। ଆଜି ନୁହେଁ ସଦାବେଳେ। ନମ୍ବର 15 କଲେଜିୟମ ବିରୋଧରେ କିଛି ନ କହିବାକୁ ମନ୍ତ୍ରୀମାନଙ୍କୁ ବୁଝାନ୍ତୁ ସରକାର କହିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଜଜଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାର ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିବାଦ କ୍ରମଶଃ ବଢ଼ୁଛି। କୋର୍ଟ ଆଟର୍ଣ୍ଣି ଜେନେରାଲ ଏଜି ଆର୍ ଭେଙ୍କଟରମଣଙ୍କୁ କଲେଜିୟମ ବ୍ୟବସ୍ଥାର ସାର୍ବଜନିକ ଆଲୋଚନା ନ କରିବା ଲାଗି ମନ୍ତ୍ରୀମାନଙ୍କୁ ବୁଝାଇବା ନିମନ୍ତେ ଗୁରୁବାର ପରାମର୍ଶ ଦେଇଛନ୍ତି। କୋର୍ଟ ଏଜିଙ୍କୁ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀମାନେ କଲେଜିୟମ ବିରୋଧରେ ଯେଉଁ ବୟାନ ଦେଉଛନ୍ତି ଏଥିରୁ ଭଲ ବାର୍ତ୍ତା ଯାଉନାହିଁ। କେବଳ ଏତିକି ନୁହେଁ, ଜଜ୍ମାନଙ୍କ ନାମ ସୁପାରିଶ କରିବାରେ କେନ୍ଦ୍ର ସରକାରଙ୍କ ବିଳମ୍ବକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ ସରକାର ଜଜ୍ମାନଙ୍କ ନିଯୁକ୍ତି ଲାଗି ଥିବା କଲେଜିୟମ ବ୍ୟବସ୍ଥା ପାଳନ କରିବା ଦରକାର। ଏହା ଆଇନଗତ ଓ ଏହା ବିରୋଧରେ ଯିବା ଉଚିତ ନୁହେଁ। ପୀଠ ଏଜିଙ୍କୁ କହିଛନ୍ତି ଯେ ଆଇନର ପାଳନ ଲାଗି ସରକାରଙ୍କୁ ପରାମର୍ଶ ଦିଅନ୍ତୁ, ଯାହାକୁ ସୁପ୍ରିମକୋର୍ଟ ନିର୍ଦ୍ଧାରଣ କରିଛନ୍ତି। ନମ୍ବର 16 ଆକାଂକ୍ଷୀ ଜିଲ୍ଲାମାନଙ୍କୁ ମିଳିବ 4G ସେବା। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାରଖଣ୍ଡ ଓ ମହାରାଷ୍ଟ୍ରର 44ଟି ଆକାଂକ୍ଷୀ ଜିଲ୍ଲାରେ ସେବା ବଞ୍ଚିତ 7287ଟି ଗାଁକୁ 4G ମୋବାଇଲ ସେବା ପ୍ରଦାନ କରାଯିବ। ଏହି ପ୍ରକଳ୍ପ କେନ୍ଦ୍ର ମନ୍ତ୍ରିମଣ୍ଡଳ ଦ୍ୱାରା ଅନୁମୋଦିତ ହୋଇଛି। ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ସମୟସୀମା 2022 ମେ 20ରୁ 18 ମାସର ସମୟସୀମା ଧାର୍ଯ୍ୟ ହୋଇଛି। ଓଡ଼ିଶାର କୋରାପୁଟ ଜିଲ୍ଲାର 520ଟି ଗାଁ ଓ ରାୟଗଡ଼ା ଜିଲ୍ଲାର 962ଟି ଗାଁରେ ଏହି ସେବା ମିଳିବ ବୋଲି କଂଗ୍ରେସ ସାଂସଦ ସପ୍ତଗିରି ଶଙ୍କର ଉଲାକଙ୍କ ଅଣତାରକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଦେବୁ ସିଂ ଚୌହାନ। ନମ୍ବର 17 ମୁଲାୟମଙ୍କ ଆସନ ଦଖଲ କଲେ ବହୁ ଡିମ୍ପଲ ଯାଦବ। ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପାରମ୍ପରିକ ଆସନ ମୌନିପୁରୀରେ ବାଜିମାତ କରିଛନ୍ତି ବହୁ ଡିମ୍ପଲ ଯାଦବ। ମୁଲାୟମଙ୍କ ଦେହାନ୍ତ ପରେ ଏହି ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା। ଏଠାରେ ସମାଜବାଦୀ ପାର୍ଟି ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲଙ୍କୁ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ସମାଜବାଦୀ ପାର୍ଟିର ପାରମ୍ପରିକ ଆସନରେ ଦମଦାର ପ୍ରଦର୍ଶନ କରି ଏକତରଫା ବିଜୟ ହାସଲ କରିଛନ୍ତି। ଡିମ୍ପଲଙ୍କ ବିରୋଧରେ ବିଜେପି ରଘୁରାଜ ସିଂ ସକାୟଙ୍କୁ ପ୍ରାର୍ଥୀ କରିଥିଲା, କିନ୍ତୁ ମୈନପୁରରୁ ଉପନିର୍ବାଚନରେ ତାଙ୍କର ପ୍ରଭାବ ଆଦୌ ପଡ଼ିନାହିଁ। ଏହି ଉପନିର୍ବାଚନରେ ଡିମ୍ପଲ ଯାଦବ ମୋଟ 6,18,120 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ଭୋଟ ସେୟାର 64.08% ରହିଛି। ସେହିପରି ରଘୁରାଜ କେବଳ 34.61% ଭୋଟ ସହ 3,29,659 ଭୋଟ ପାଇଛନ୍ତି। ଏହାର ଅର୍ଥ 3 ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଡିମ୍ପଲ ଜିତିଛନ୍ତି। ନମ୍ବର 18 ଗୁଜରାଟରେ ଭାଜପାର ରେକର୍ଡ ବିଜୟ ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ମୋଦି। ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ନିଜ ରାଜ୍ୟରେ ଭାଜପାର ରେକର୍ଡ ବିଜୟ ପରେ ସେ କହିଛନ୍ତି, ଗୁଜରାଟକୁ ଧନ୍ୟବାଦ। ଅଦ୍ଭୁତପୂର୍ବ ନିର୍ବାଚନ ଫଳାଫଳକୁ ଦେଖିବା ପରେ ମୁଁ ଭାବପ୍ରବଣ ହୋଇପଡ଼ିଛି। ଲୋକମାନେ ବିକାଶର ରାଜନୀତିକୁ ଆଶୀର୍ବାଦ ଦେଇଛନ୍ତି। ମୁଁ ଗୁଜରାଟର ଲୋକଙ୍କ ଶକ୍ତିକୁ ପ୍ରଣାମ କରୁଛି। ଏଥିସହ ମୋଦି ହିମାଚଳ ପ୍ରଦେଶର ଲୋକଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି, ମୁଁ ହିମାଚଳ ପ୍ରଦେଶର ଲୋକଙ୍କୁ ଭାଜପା ପ୍ରତି ସ୍ନେହ ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି। ରାଜ୍ୟର ଆକାଂକ୍ଷାକୁ ପୂରଣ କରିବା ଏବଂ ଭବିଷ୍ୟତରେ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ। ନମ୍ବର 19 40 ବର୍ଷ ପରେ ଆଜମ ଖାନଙ୍କ ଦୁର୍ଗ ପତନ, ରାମପୁରରୁ ଜିତିଲା ବିଜେପି। ବିଜେପି ଆଉ ଏକ ଐତିହାସିକ ସ୍ମରଣୀୟ ବିଜୟ ହାସଲ କରିଛି। ତାହା ହେଉଛି ଉତ୍ତରପ୍ରଦେଶର ରାମପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଆକାଶ ସକ୍ସେନା ବିଜୟ ଲାଭ କରିଛନ୍ତି। ଏକାଧିକ ଦୃଷ୍ଟିକୋଣରୁ ଏହି ବିଜୟକୁ ଐତିହାସିକ ବୋଲି କୁହାଯାଉଛି, କାରଣ ପ୍ରଥମ ଥର ପାଇଁ ଏହି ଆସନରୁ ବିଜେପି ବିଜୟ ହାସଲ କରିଛି। ପୁଣି ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ପ୍ରାର୍ଥୀ ଏହି ମୁସଲିମ ବହୁଳ ଇଲାକାରେ ବିଜୟ ହାସଲ କରିଛନ୍ତି। ସ୍ୱାଧୀନତା ପରଠାରୁ ଏହି ଆସନରେ କେବଳ ମୁସଲିମ ପ୍ରାର୍ଥୀମାନେ ହିଁ ଜିତି ଆସୁଥିଲେ। ଗତ 1980ରୁ ଏହି ଆସନ ସମାଜବାଦୀ ପାର୍ଟିର ଆଜମ ଖାନଙ୍କ ପରିବାର କବ୍ଜାରେ ଥିଲା। କେବଳ 1996ରୁ 2002 ପର୍ଯ୍ୟନ୍ତ ଏହି ଆସନକୁ ଅଫରୋଜ ଅଲି ଖାଁ ଜିତିଥିଲେ।
एणु प्रथम थर पर बीजेपी ଏହି ଆସନରୁ ଜିତିବା ଏକ ଐତିହାସିକ ଘଟଣା ବୋଲି କୁହାଯାଉଛି। 2019ରେ ଏକ ଘୃଣା ସୃଷ୍ଟିକାରୀ ଭାଷଣ ଯୋଗୁଁ ଆଜମ ଖାନଙ୍କୁ ବିଧାନସଭା ସଦସ୍ୟ ପଦ ଲାଗି ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହି କାରଣରୁ ଏହି ଆସନରେ ଉପନିର୍ବାଚନ ହୋଇଥିଲା। ନମ୍ବର 20 ଦାଦା ପୁତୁରା ଏକାଠି ସମାଜବାଦୀ ପାର୍ଟିରେ ବିଲୟ ହେଲା ଶିବପାଲଙ୍କ ଦଳ। ମୈନପୁରୀ ଉପନିର୍ବାଚନର ଅନ୍ତିମ ଫଳାଫଳ ପୂର୍ବରୁ ୟୁପି ରାଜନୀତିରେ ଏକ ବଡ଼ ମୋଡ଼ ଆସିଛି। ଶିବପାଲ ସିଂ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟି ବର୍ତ୍ତମାନ ସମାଜବାଦୀ ପାର୍ଟିରେ ବିଲୟ ହୋଇଯାଇଛି। ଏହି ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ସିଂ ଯାଦବ ଏବଂ ଦାଦା ଶିବପାଲ ସିଂ ଯାଦବଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ମୈନପୁରୀ ଉପନିର୍ବାଚନରେ ଏକ ନିର୍ଣ୍ଣାୟକ ନେତୃତ୍ୱ ପରେ ଅଖିଲେଶ ଯାଦବ ନେତାଜୀଙ୍କ ସମାଧି ସ୍ଥଳରେ ପହଞ୍ଚିଥିଲେ। ସେଠାରେ ସେ ମୁଲାୟମ ସିଂ ଯାଦବଙ୍କୁ ପ୍ରଣାମ କରିଥିଲେ। ଏହାପରେ ସେ କର୍ମକର୍ତ୍ତାଙ୍କ ସହ ଯାଇ ଶିବପାଲ ସିଂ ଯାଦବଙ୍କ ନିକଟରେ ପହଞ୍ଚିଥିଲେ। ଏହାପରେ ସେ ଦାଦା ଶିବପାଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହାପରେ ଦୁହେଁ ଦୀର୍ଘ ସମୟ ଧରି କର୍ମକର୍ତ୍ତାଙ୍କ ମଧ୍ୟରେ ଏକାଠି ବସିଥିବାର ନଜର ଆସିଥିଲେ। ଏହାପରେ ଉଭୟ ଏକଜୁଟ ହେବାକୁ ଘୋଷଣା କରିଥିଲେ। ନମ୍ବର 21 କଂଗ୍ରେସ ଦଖଲ କଲା ଭାନୁପ୍ରତାପପୁର ଆସନ। ଛତିଶଗଡ଼ର ଭାନୁପ୍ରତାପପୁର ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ମାଣ୍ଡଭି ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ବ୍ରହ୍ମାନନ୍ଦ ନେତମଙ୍କୁ 21,000ରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସାବିତ୍ରୀଙ୍କୁ 65,479 ଭୋଟ ମିଳିଥିବା ବେଳେ ନେତମଙ୍କୁ 44,308 ଖଣ୍ଡ ଭୋଟ ମିଳିଛି। ଉପନିର୍ବାଚନରେ 7 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ପୂର୍ବତନ IPS ଅଫିସର ଅକବର ରାମ କୋରମଙ୍କୁ 23,417 ଖଣ୍ଡ ଭୋଟ ମିଳିଛି। ଏଥର ଉପନିର୍ବାଚନ ଆୟୋଜିତ ହୋଇଥିବା 5ଟି ରାଜ୍ୟରେ ଥିବା 6ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ଏବଂ ବିଜେପି 2ଟି ଜିତିଥିବା ବେଳେ ଗୋଟିଏ ବିଜେଡି ଏବଂ RLD ଖାତାକୁ ଯାଇଛି ଗୋଟିଏ। ନମ୍ବର 22 12 ତାରିଖରେ ଶପଥ ନେବେ ଗୁଜରାଟ ମୁଖ୍ୟମନ୍ତ୍ରୀ ଯୋଗଦେବେ ମୋଦି। ପୁଣି ଥରେ ଗୁଜରାଟରେ ଚାଲିବ ବିଜେପି ଶାସନ। କ୍ରମାଗତ ସପ୍ତମ ଥର ପାଇଁ ବିଜେପି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। 182 ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ବିଜେପି ରେକର୍ଡ 150ରୁ ଅଧିକ ସିଟ୍ ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଏହି ଐତିହାସିକ ବିଜୟ ସମ୍ପର୍କରେ ବିଧିବଦ୍ଧ ଘୋଷଣା ହେବା ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା 12 ତାରିଖ ଦିନ 2ଟାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶପଥ ନେବେ। ନିର୍ବାଚନର ଠିକ୍ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ବଦଳି ଭୂପେନ୍ଦ୍ର ପଟେଲଙ୍କୁ ବିଜେପି କମାଣ୍ଡ ସମ୍ଭାଳିଥିଲା। ଏବେ ବିଜେପି ସଫଳତା ପାଇଥିବାରୁ ଶ୍ରୀ ପଟେଲ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ଏହି ଶପଥପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗ ଦେବେ। ନମ୍ବର 23 ଜେଡିୟୁକୁ ଶକ୍ତ ଝଟକା ଉପନିର୍ବାଚନ ବି ଜିତିଲା ବିଜେପି। ଗୁଜରାଟରେ ଐତିହାସିକ ବିଜୟ ହାସଲ କରିଥିବା ବିଜେପି ବିହାରରେ ମଧ୍ୟ ନିଜର ଦବଦବା ଦେଖାଇଛି। ବିହାରର କୁରହାନି ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେପି ବାଜିମାତ କରିଛି। ଏଠାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡିୟୁ ପରାସ୍ତ ହୋଇଛି। ବିଜେପିର କେଦାର ପ୍ରସାଦ ଗୁପ୍ତ ଉପନିର୍ବାଚନରେ 76,648 ଖଣ୍ଡ ଭୋଟ ପାଇଥିବା ବେଳେ ଜେଡିୟୁର ମନୋଜ କୁଶୱାହା 23,016 ଖଣ୍ଡ ଭୋଟ ପାଇଛନ୍ତି। ଏହାର ଅର୍ଥ ମାତ୍ର 3,632 ଖଣ୍ଡ ଭୋଟ ବ୍ୟବଧାନରେ ବିଜେପିର କେଦାର ଜେଡିୟୁର ମନୋଜଙ୍କୁ ହରାଇଛନ୍ତି। ନିଷାଦ ନେତା ମୁକେଶ ସାହାଣୀଙ୍କ ଭିଆଇପି ନୀଲାପ କୁମାରଙ୍କୁ ପ୍ରାର୍ଥୀ କରିଥିଲା, କିନ୍ତୁ ସେ କେବଳ 9,988 ଖଣ୍ଡ ଭୋଟ ପାଇଛନ୍ତି। ସେହିପରି AIMIM ଗୁଲାମ ମୁର୍ତ୍ତୁଜାଙ୍କୁ ମୁସଲିମ ଭୋଟ ବ୍ୟାଙ୍କକୁ ଭାଗ କରିବାକୁ ଛିଡ଼ା କରିଥିଲା, ହେଲେ ମୁର୍ତ୍ତୁଜା କେବଳ 3,202 ଖଣ୍ଡ ଭୋଟ ପାଇଛନ୍ତି। କୁରହାନିରେ ବିଜେପିର ବିଜୟ ବିଧାନସଭା ଆସନରେ ଦଳ ସଂଖ୍ୟକ 78ରେ ପହଞ୍ଚାଇ ଦେଇଛି। RJDର ଆସନଠାରୁ ଏହା ଗୋଟିଏ କମ୍। ନମ୍ବର 24 ପରାଜୟ ସ୍ୱୀକାର କଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜୟରାମ ଠାକୁର। ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟ ସ୍ୱୀକାର କରିନେଇଛନ୍ତି କ୍ଷମତାସୀନ ବିଜେପି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜୟ ହୋଇଥିଲେ ମଧ୍ୟ ତାଙ୍କ ଦଳ ବିଜେପି ସରକାର ଗଠନ କରିବା ପାଇଁ ମ୍ୟାଜିକ୍ ନମ୍ବର 35 ଠାରୁ ପଛରେ ରହିଛି। ତେଣୁ ବିଧିବଦ୍ଧ ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ବିଜେପି ନେତା ତଥା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପରାଜୟ ସ୍ୱୀକାର କରିଛନ୍ତି। ଏଥିସହ ସେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଥିବା ଘୋଷଣା କରିଛନ୍ତି। ହିମାଚଳ ପ୍ରଦେଶର 68ଟି ବିଧାନସଭା ଆସନରୁ ବିଜେପି 25ଟିରେ ଜିତିଥିବା ବେଳେ କଂଗ୍ରେସ 40ଟିରେ ଜିତିଛି। ଆପ୍ ଖାତା ଖୋଲିବାକୁ ସକ୍ଷମ ହୋଇନି। ସ୍ୱାଧୀନ ପ୍ରାର୍ଥୀ 3ଟି ଆସନରେ ଜିତିଛନ୍ତି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି 35। ନମ୍ବର 25 ହାରିଲେ ଗୁଜରାଟର ଆପ୍ ମୁଖ୍ୟ ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଗୁଜରାଟରେ ପରିବର୍ତ୍ତନର ନାରା ଦେଇ ବିଜେପିକୁ ହରାଇବା ଲକ୍ଷ୍ୟ ରଖିଥିବା ଅରବିନ୍ଦ କେଜରିୱାଲଙ୍କ ଆପ୍ ସୁପର ଫ୍ଲପ୍ ହୋଇଛି। ସ୍ଥିତି ଏପରି ହୋଇଛି ଯେ ଗୁଜରାଟର ଆପ୍ ମୁଖ୍ୟ ଗୋପାଳ ଇଟାଲିଆ ଓ ଆପ୍ ଗୁଜରାଟ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବା ଈଶୁଦାନ ଗଡ଼ୱି ପରାସ୍ତ ହୋଇଛନ୍ତି। ଗୋପାଳ ଇଟାଲିଆ କତାରଗାମ ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିଲେ। ଏଠାରେ ପୂର୍ବରୁ ବିଧାୟକ ଭାବେ କାର୍ଯ୍ୟ କରୁଥିବା ବିଜେପିର ବିନୋଦ ମୋରଡ଼ିଆ ଏକତରଫା ଭାବେ ଗୋପାଳଙ୍କୁ ହରାଇଛନ୍ତି। ଗୋପାଳଙ୍କୁ ବିଜେପି ବିଧାୟକ ବିନୋଦ 45,000ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।
आप प्रार्थी 50,000 भोट पाइबाकु मध्य सक्षम होई नाहंती। सेहीपरि आप मुख्यमंत्री प्रार्थी करिथिबा गढ़वी मध्य परास्त होइछंती। से बीजेपी प्रार्थी आयर मुलुभाई हरदास भाई बेरांक ठारू परास्त होइछंती। नंबर 26 पुणी थरिला इंडोनेशिया 17 दिन रे तृतीय भूकंप। पुणी थरिला इंडोनेशिया राजधानी जाकार्ता और आइलैंड जाभारे पुणी थरे भूमिकंप झटका अनुभूत होइछि। 17 दिन मध्य गुरुवार तृतीय थर पर भूकंपरे दोहलिछि देश। फଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ସୂଚନା ମୁତାବକ ଗୁରୁବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.8 ରେକର୍ଡ କରାଯାଇଥିଲା, ଯାହା ଗତ ନଭେମ୍ବର ମାସ ଆସିଥିବା ଭୂକମ୍ପ ଠାରୁ ଅଧିକ। ତେବେ ଏଯାଏଁ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ, ଜନଜୀବନ ନଷ୍ଟ ହୋଇନାହିଁ। ନମ୍ବର 27 ସାଉଦି ପ୍ରିନ୍ସଙ୍କ ବିରୋଧରେ ମାମଲା ଖାରଜ କଲା ଆମେରିକା କୋର୍ଟ। ଆମେରିକାର ଜୈନିକ ଫେଡେରାଲ ଜଜ୍ ମଙ୍ଗଳବାର ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ବିରୋଧରେ ଆମେରିକୀୟ ସାମ୍ବାଦିକ ଜମଲ ଖସୋଗିଙ୍କ ହତ୍ୟା ଅଭିଯୋଗରେ ରୁଜୁ କରାଯାଇଥିବା ମାମଲାକୁ ଖାରଜ କରିଦେଇଛନ୍ତି। ଜୋ ବାଇଡେନ୍ ପ୍ରଶାସନ ଯୁବରାଜ ନିର୍ଦ୍ଦୋଷ ବୋଲି କହିବା ପରେ କୋର୍ଟ ଏହି ପଦକ୍ଷେପ ନେଇଛନ୍ତି। କଲମ୍ବିଆ ଜିଲ୍ଲା ଜଜ୍ ଜନ୍ ଡି ବେଟସ୍ ସରକାରଙ୍କ ମତକୁ ସମ୍ମାନ ଜଣାଇ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ବିରୋଧରେ ଥିବା ହତ୍ୟା ମାମଲାକୁ ଖାରଜ କରିଦେଇଥିଲେ ମଧ୍ୟ ଖସୋଗିଙ୍କ ହତ୍ୟାରେ ତାଙ୍କ ସମ୍ପୃକ୍ତି ନେଇ ରହିଥିବା ଅଭିଯୋଗକୁ ବିଶ୍ୱାସଯୋଗ୍ୟ ବୋଲି କହିଛନ୍ତି। ସୂଚନାଯୋଗ୍ୟ 2018ରେ ଇସ୍ତାନବୁଲ ସ୍ଥିତ ସାଉଦି ଦୂତାବାସରେ ସାଉଦି ଅଧିକାରୀମାନେ ଖସୋଗିଙ୍କୁ ହତ୍ୟା କରିଥିଲେ। ଖସୋଗି ସାଉଦି ଶାସକଙ୍କ ବିରୋଧରେ ୱାଶିଂଟନ ପୋଷ୍ଟରେ ସ୍ତମ୍ଭ ଲେଖିବା ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଯୁବରାଜଙ୍କ ନିର୍ଦ୍ଦେଶରେ ଏହି ହତ୍ୟା କରାଯାଇଥିବା ଆମେରିକା ଗୋଇନ୍ଦା ସଂସ୍ଥା ସୂଚନା ଦେଇଥିଲା। ନମ୍ବର 28 ଶ୍ରୀଲଙ୍କା ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍ ପାଇଁ କାର୍ଯ୍ୟସୂଚୀ ଘୋଷିତ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜର କାର୍ଯ୍ୟସୂଚୀ ଘୋଷିତ କରିଛି। ଆସନ୍ତା ବର୍ଷ ଜାନୁଆରୀରେ ଭାରତ ଟିମ୍ ଶ୍ରୀଲଙ୍କା ବିପକ୍ଷରେ 3ଟି ଦିନିକିଆ ଓ ସମାନ ସଂଖ୍ୟକ ଟି20 ମ୍ୟାଚ୍ ଖେଳିବ। ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷରେ 3ଟି ଦିନିକିଆ ଓ 3ଟି ଟି20 ଖେଳିବ। ଏହି ସିରିଜଗୁଡ଼ିକର କାର୍ଯ୍ୟସୂଚୀ ଆପଣମାନେ ସ୍କ୍ରିନ୍ ଉପରେ ଦେଖିପାରିବେ। ନମ୍ବର 29 ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତ ଆସିବ ଅଷ୍ଟ୍ରେଲିଆ, ଘୋଷଣା ହେଲା ଭେନ୍ୟୁ। ବର୍ଡର ଗାଭାସ୍କର ଟ୍ରଫି ଖେଳିବାକୁ ଭାରତ ଆସିବ ଅଷ୍ଟ୍ରେଲିଆ। ଏଥିପାଇଁ କାଲି ବିସିସିଆଇ ପକ୍ଷରୁ ମ୍ୟାଚ୍ ସୂଚୀ ଓ ଭେନ୍ୟୁ ଘୋଷଣା କରାଯାଇଛି। ଏହି ଗସ୍ତରେ ଅଷ୍ଟ୍ରେଲିଆ 4ଟି ଟେଷ୍ଟ ଓ 3ଟି ଦିନିକିଆ ମ୍ୟାଚ୍ ଖେଳିବ। ପ୍ରଥମେ ଟେଷ୍ଟ ସିରିଜରୁ ଲଢ଼େଇ ଆରମ୍ଭ ହେବ। 9 ଫେବୃଆରୀରେ ନାଗପୁରରେ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହାପରେ 17 ଫେବୃଆରୀରୁ ଦିଲ୍ଲୀରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ। ମାର୍ଚ୍ଚ 1ରୁ ଧର୍ମଶାଳାରେ ତୃତୀୟ ଓ 9 ମାର୍ଚ୍ଚରୁ ଅହମ୍ମଦାବାଦରେ ଚତୁର୍ଥ ଟେଷ୍ଟ ଖେଳାଯିବ। ଏହା ବର୍ଡର ଗାଭାସ୍କର ଟ୍ରଫିର ଫାଇନାଲ ଶେଷ ସିରିଜ୍ ବୋଲି ବିସିସିଆଇ କହିଛି। ଟେଷ୍ଟ ସିରିଜ୍ ପରେ 3ଟିକିଆ ଦିନିକିଆର ସିରିଜ୍ ଆରମ୍ଭ ହେବ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ମାର୍ଚ୍ଚ 17ରେ ମୁମ୍ବାଇରେ ଖେଳାଯିବ। ସେହିପରି ଦ୍ୱିତୀୟ ଦିନିକିଆ ବିଶାଖାପଟ୍ଟନମରେ 19 ମାର୍ଚ୍ଚ ଓ ଶେଷ ମ୍ୟାଚ୍ଟି ମାର୍ଚ୍ଚ 22ରେ ଚେନ୍ନାଇରେ ଖେଳାଯିବ। ନମ୍ବର 30 ବିଶ୍ୱ ଭାରୋତ୍ତୋଳନରେ ମୀରାବାଈଙ୍କୁ ରୌପ୍ୟ। ଭାରତର ତାରକା ଭାରୋତ୍ତୋଳନକାରୀ ମୀରାବାଈ ଚାନୁଙ୍କ ହାତରେ ଆଘାତ ଲାଗିଥିବା ସତ୍ତ୍ୱେ କଲମ୍ବିଆର ବେଗୋଟାରେ ଚାଲିଥିବା ବିଶ୍ୱ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଛନ୍ତି। 49 କେଜି ବିଭାଗରେ ମୀରାବାଈ ସ୍ନାଚରେ 87 କେଜି ଓ କ୍ଲିନ୍ ଆଣ୍ଡ ଜର୍କରେ 113 କେଜି ଭାରୋତ୍ତୋଳନ କରିଥିଲେ। ଏହି ବୟସ ବର୍ଗରେ ଚୀନର ଜିଆଙ୍ଗ ହୁଇହୁଆ 206 କେଜି ସହ ସ୍ୱର୍ଣ୍ଣ ଏବଂ ଟୋକିଓ ଅଲିମ୍ପିକ୍ ବିଜେତା ହୋଇ ଝିଆହୁଆ 198 କେଜିରେ କାଂସ୍ୟ ପଦକ ଜିତିଥିଲେ। ବିଶ୍ୱ ପ୍ରତିଯୋଗିତାରେ ମୀରାବାଈଙ୍କର ଏହା ଦ୍ୱିତୀୟ ପଦକ ଥିଲା। 2017ରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।